जय जगन्नाथ आम स्केटिंग चैलेंज शो को आपण मानक बहुत बहुत स्वागत। तो बहुत दिन पर वीडियो आसला देहपा भल ना दी जनाकर से भिडियो आम रखीदे है। तो आज आम खाइबार आज अच्छी भात डाली बीन्स आलू भजा एटा हूँ चिल्ली चिकेन। चिल्ली चिकेन आज इच्छा है चिल्ली चिकेन खाया से भाविली आपको देखईदेव टे। तो आम खाଇବା सहित पनिशमेंट भी रोचे है। तो चैलेंज सहित पनिशमेंट भी रोचे। आपण मैंने जी भी चैनल नुआ आमको जॉइन कर नुआ अच्छा तो चैनल को निहाती सब्सक्राइब करूँ आउ लाइक शेयर कमेंट करूँ ढेर सारा भल पाइबा दिंतु आउ कमेंट रे कहतु कौन रेसिपी आणु कमेंट रे कहतु पनिशमेंट है। तो आजर पनिशमेंटा मुझे आगुआ कहीदे आजर पनिशमेंटा अच्छी जी हार सी शुखिला भात 3 गुंडा ना 2 गुंडा खाली भात तरकारी खाइबनी है पनिशमेंट जड़े भौणी आमको कही। तो से पनिशमेंटा खाइबू करूँ लास्ट को पनिशमेंटा कहीदे जी जीत जी हार से खाइब। तो चलते आज भिडियो आरंभ करा खाइबू आउ खाइबू। हाँ से कहते खाली भात 3 गुंडा शुखिला भात तुम खाइब खाली किसी तरकारी खाइबनी सेमती हूँ पनिशमेंट से जमी कहते से अनुसार आम पनिशमेंट करदे। तो चलते आज खाଇବା आरंभ करवा है 1 2 3 स्टार्ट। मो खाइबाटा कौन होनी पूरा कहते केमी खाइबी आ केड़े केड़े पाटी कर खाइबी जापर। चिल्ली चिकेन केमती चिल्ली चिकेन कहता है कहबी कारण पाट बाहर पूरा भाषा कुछ कहूँ तमें खाई खाई लगे गलुनी सांग मैंने आज मुझे चुप अच्छी कहीं ना नरम पड़ जाए देहटा भल लगे हजरे आगे कथा खाई सारे मोर मंतव्य शुणेबी तो अपेक्षा कर मुझे कौन कह जो मैंने जो मत भल कहते आम 2 जन भी से तो बहुत बहुत भल पाया मैंने मो तरफ से मैंने भी सही भाई भौणी मैंने भी मोर शुणे तो कमेंट माध्यम निहाती जनइबे कमेंटा मैंने पढ़ी कह भल खाऊ सब पकड़ कटा खाई तो सब से कथा मत खाइबा मुझे उड़ा बनाइबे
ମୁଁ ଏଇଠି ମୁଁ ଖାଇବା ଛାଡ଼ୁଛି କାହିଁକି ମୁଁ ଖାଇପାରିବିନି ଆଉ ମୋତେ କିଛି ଭଲ ଲାଗୁନି ପାଟି କିଛି ଭଲ ଲାଗୁନି ତୁ ସବୁ ଯାକ ଖାଇସାରିଲେ ମୁଁ ଜାଣିଛି ତୁ ଜିତେଲୁ ତ ଆଜି ତ ମୁଁ ଜିତି ପାଇଲି ନାହିଁ କ'ଣ ମୁଁ ଖାଇ ସରିଆ ସେଇଆ ପରା ତୁ ମୋର ଏଠି 3 ଖଣ୍ଡ ଅଛି ପକୋଡ଼ା ତୋର 2 ପିସ୍ ଅଛି ତୋର ସେତିକି ଭାତ ଅଛି ମୋର ଭାତ ଭଜା ସବୁ ଅଛି ତ ମୁଁ ସେଥିପାଇଁ କହିଲି କି ମୁଁ ତ ଆଜି ହାରିଗଲି ଜିତି ପାଇଲି ନାହିଁ ଏଇ ଭିଡ଼ିଓଟାରେ ନାଇଁ ଏଇ ଇଟିଂ ଚ୍ୟାଲେଞ୍ଜଟାରେ ପନିସମେଣ୍ଟ ବି ମୁଁ ପାଇଯିବି ଆଉ ନା ନା ପନିସମେଣ୍ଟ ପାଇବାକୁ କେତେ ନାହିଁ ମୋର ଆଉ କ'ଣ କରିବା ମୁଁ କହୁଥିଲି ପରା ମୁଁ ଗୋଟେ କଥା କହିବି ବୋଲି ତ ସେଥିପାଇଁ ମୁଁ ପୁରା ଆକ୍ଟିଭ୍ ଅଛି ଯେତେ ଯାହା ଖରାପ ହେଲେ ବି ଆକ୍ଟିଭ୍ ଅଛି ସେଇଟା କହିବି ବୋଲି ବୋଧେ ବନ୍ଦ କରିଦେଲୁ ନାଇଁ ଲୋ ମୁଁ ସେ କଥା ନାଇଁ ଲୋ ମାନେ ମୁଁ ମାନେ କହୁଛି ଯେଉଁ ଆମେ ଏଠି କ'ଣ କରୁଛେ ଆମେ ଏଠି ଇଟିଂ ଚ୍ୟାଲେଞ୍ଜ ସବୁ କରୁଛେ ମାନେ କ'ଣ ଖାଲି ଖାଇବା ପାଇଁ ଦେଖେଇବା ଚ୍ୟାଲେଞ୍ଜ ଉପରେ ଆମେ ଦେଖାଉଛେ ଆମେ ଆମର ତ କୌଣସି କଷ୍ଟ୍ୟୁମ୍କୁ ନେଇକି ମାନେ ଆମେ ଏଠି ତ ମଡେଲିଂ କରୁନୁ କି ଆମ କଷ୍ଟ୍ୟୁମ୍ ନେଇକି କଥା ଉଠିବ ତ କଷ୍ଟ୍ୟୁମ୍ ଚେଞ୍ଜ କର ତ କ'ଣ ପାଇଁ ଆଜ୍ଞା କ'ଣ ଆମେ କିଛି ଭୁଲ କରୁଛୁ କି ଆମେ ତ ଏଠି ଖାଇବା ଚାଲେ ଆମେ ଖାଇବା ହିଁ ଦେଖାଉଛୁ ଆମେ ତ ଆଉ କିଛି ଅଲଗା ଆଉ କିଛି ଇଏ କରୁନୁ ତ ଆମ କପଡ଼ାକୁ ନେଇକି ତୁମେ ମାନେ ଇଏ କରିବ ଆଉ କପଡ଼ା ଚେଞ୍ଜ କର ଆପଣଙ୍କ ଇଚ୍ଛାରେ କ'ଣ ଆମେ କପଡ଼ା ବି ଚେଞ୍ଜ କରିବୁ ଯେଉଁ ଭାଇ କି ଯେଉଁ ଭଉଣୀ ଜଣକ କହିଛନ୍ତି ଭାଇ ସେ ତ ଗୋଟେ ପୁରୁଷ ଲୋକ ଭାଇ ବି ଆଉ ତାଙ୍କୁ କୁହାଯିବ ଯୋଗ୍ୟ ତା ଭିତରେ ସେ ନାହାନ୍ତି ଗୋଟେ ପୁରୁଷ ହେଇକି ଗୋଟେ ମହିଳାର ଯେଉଁଟାକି ମାନେ କପଡ଼ା ଉପରେ ଯେଉଁଟା ମାନେ ଇଏ କରି କହିଲେ ତ ଆପଣ କେତିକି ସେ କହିଛନ୍ତି ଝାବଡ଼ ଆଉ ଆମେ ଝାବଡ଼ ବୋଲି ତ ଆମକୁ ଏତେ ମୋ ଭାଇ ଭଉଣୀ ମାନେ ଆମକୁ ଦେଖୁଛନ୍ତି ନା ଝାବଡ଼ କହିଛନ୍ତି ଆଉ କ'ଣ କହିଛନ୍ତି ମୋର ସବୁ ଭାଇ ଭଉଣୀ ମାନେ ଖରାପ ନୁହନ୍ତି ଝାବଡ଼କୁ ଆଉ କ'ଣ କହିଛନ୍ତି କହିଲେ ଭଲ ଲୁଗା ପିନ୍ଧ ମାନେ ଏଇଟା ଆମେ ଯେଉଁଟା ରିଏଲ୍ ଦେଖାଉଛୁ ଆମେ ସେଇ ଜିନିଷଟା ଦେଖାଉଛୁ ହେଲା ତା ନୁହେଁ ଯେ ଆମେ ଭିଡ଼ିଓ କରୁଛୁ ବୋଲି ନାଇଁ ନାଇଁ ତା ନୁହଁ ଯେ ଆମେ ଭିଡ଼ିଓ ମାନେ ଏଇଟା ଖାଲି ସେଇ ଭାଇ ଯିଏ ଯିଏ ଆଜି ବି ଯଦି ଭିଡ଼ିଓ ଦେଖୁଥିବେ ସେ ନିହାତି ବୁଝି ଯାଇଥିବେ ଆମେ ଭିଡ଼ିଓ କରୁଛୁ ବୋଲି ଯେ 365 ଦିନ ପାଇଁ 365 ଖଣ୍ଡ ଲୁଗା ପିନ୍ଧିବା ଆମେ ଅମ୍ବାନୀ ଝିଅ ନୁହଁ ହେଲା ଅମ୍ବାନୀର ଝିଅ ନୁହେଁ ଆମେ ଯେ ଆମେ 365 ଦିନ ଆଗ ଗୋଟେ ନୂଆ ଲୁଗା ପିନ୍ଧିକି ଆମେ ବସିବୁ ଫ୍ୟାସନ୍ ଦେଖିପାରିବୁନି ଅଲଗା ବି ଯେଉଁ ଭାଇ ଭଉଣୀ ମାନେ ଦେଖୁଛନ୍ତି ସେମାନେ କିଛି ତମକୁ ଯଦି ଭିଡ଼ିଓ ଭଲ ନ ଲାଗୁଛି ତମକୁ ଯଦି ଭିଡ଼ିଓ ଭଲ ଲାଗୁନି ତମେ ଭିଡ଼ିଓ ସ୍କିପ୍ କରିକି ପଳେଇ ପାରିବ ତମେ କ'ଣ ଗୋଟେ ପୁରୁଷ ଲୋକ ହେଇକି ତମେ କ'ଣ କହୁଛ ତମେ ଭଲ ଲୁଗା ପିନ୍ଧ ବୋଲି ତମର ଭାରି ଏମିତି ଔକାତ ଅଛି ତମେ ତମ ସ୍ତ୍ରୀ ପିଲାଙ୍କୁ ତମେ ଡେଲି ନୂଆ ନୂଆ ଦେଉଛ ଦଉଛ ଡେଲି ଲୁଗା ଏଇଟା ଶୁଣିଲେ ଭଲ ଲାଗୁନି ଜମା କାହିଁ ଭଲ ଲାଗୁନି ମ ଆମକୁ ଏତେ ଲୋକ ସପୋର୍ଟ କରୁଛନ୍ତି ସେ ଜଣେ କି ଗୋଟେ ଏରେଗରେ ଲୋକଟେ ଆସିକି ଆମକୁ କମେଣ୍ଟ କରିଦେବ ଏଇ କଥା ନେଇକି ଆମେ ଭିଡ଼ିଓ ବନ୍ଦ କରିଦେବୁ ଏଇଟା ହେଇପାରିବନି ଯାହାର ସମ୍ମାନ ପାଇବାର ଯୋଗ୍ୟ ନାହିଁ ତାକୁ ଆମେ ସମ୍ମାନ ଦେଇପାରିବୁନି ତାପରେ ଆମକୁ ତ କେତେ ଭାଇ ଭଉଣୀ ମାନେ ଆମକୁ ଦେଖୁଛନ୍ତି ମାନେ ଆମେ ତ ବହୁତ ଆମେ ଭିଡ଼ିଓ ଯଦି ପଦେ ପଦେ କମେଣ୍ଟ ବି କରୁଛୁ ଆମେ ବହୁତ ମାନେ ଖୁସି ହେଉ ତାଙ୍କ ମାନେ କମେଣ୍ଟ ଦ୍ୱାରା କିନ୍ତୁ ଗୋଟେ ଘଟିଆ ମଣିଷରେ କ'ଣ କରିବ ଆଉ ସିଏ କହିଦେଲେ ମୁଁ ଆକୁ ମନା କରିଥିଲି କିଛି କହିବୁନି ବୋଲି ନାଇଁ ମୁଁ ଟିକେ ଜାଣିନି ସାଙ୍ଗମାନେ ମୁଁ ତମମାନଙ୍କୁ ଟିକେ ନ କହିଲେ ମୋ ମନଟା ଶାନ୍ତି ହବନି ନାଇଁ ଆଜି ଡାଉନ କଥା ଅଛି କଥାବାର୍ତ୍ତା ମୋ ଦେହଟା ଭଲ ନାହିଁ କିନ୍ତୁ ମୁଁ ତମମାନଙ୍କ ଆଗରେ ଟିକେ ନ ହସିକି ରହିପାରିବିନି ସାଙ୍ଗମାନେ ମୁଁ ଖାଇବି ହସିବି ଟିକେ ନା ମୁଁ ହସେଇବି ନା ଆଉ ନହେଲେ କଣ୍ଢେଇର ଏଇ ଟିକେ ଚ୍ୟାଲେଞ୍ଜ କରି କିଛି ଭ୍ୟାଲୁ ରହିବନି ତ ଚାଲନ୍ତୁ ବହୁତ କଥାବାର୍ତ୍ତା ହେଇଗଲା ଯିଏ ଆମକୁ ଭଲ ଭାବୁଛି ଭାବନ୍ତୁ ଯିଏ ଆମକୁ ମାନେ ଯିଏ ଆମକୁ ଖରାପ ଭାବୁଛନ୍ତି ଭାବନ୍ତୁ ବାକି ଢେର ସାରା ଭଲ ପାଇବା ଆପଣମାନଙ୍କୁ ଆମେ ପାଉଛୁ ଏଥିପାଇଁ ମାନେ ଏତେ ଜଣଙ୍କ ଭିତରେ ଜଣେ ଆମକୁ କମେଣ୍ଟ କରିବ ସେଇଟା ଜଣ କଥା ଆମେ କାହିଁ ଶୁଣିବା ତ ଚାଲନ୍ତୁ ଆଜିର ଖାଇବା ତ ସେ ଖାଇପାରିଲାନି ପନିସମେଣ୍ଟଟା ସେ ନେବ ଆଉ ଏଇତକ ମୁଁ ଶେଷ କରିଦେଇକି ପନିସମେଣ୍ଟ ଧରିକି ଆସିବି ଆଜିର ପନିସମେଣ୍ଟ ଧରିକି ପଳେଇ ଆସିବି ଧରିକି ଆସିଛି ମୁଁ ଆଗୁଆ ଆପଣମାନଙ୍କୁ କହିଦେଇଥିଲି ପନିସମେଣ୍ଟ ଶୁଖିଲା ଭାତ 3 ଗୁଣ୍ଡା ସେ ଖାଇବ ସେ ଯେଉଁ ଭାତ ଛାଡ଼ିଥିଲା ସେଇ ଭାତ ସେ 3 ଗୁଣ୍ଡା ନା 2 ଗୁଣ୍ଡା କହିଥିଲେ ମୋର ମନେ ପଡ଼ୁନି ଖାଇବ ସେଇଥିରୁ ଆଉ ଖାଲି ଭାତ ଶୁଖିଲା ଭାତ ହଉ ସେ ମୁଁ କହିଦେଲି ଜାଣିଥିଲି କହିଦେଲି କେତେବେଳେ ମୋର ମନେ ନାହିଁ ଖାଇସାରିଲେଣି ନା ଏରା ଆଇଲାଣି ଘୁମ ଖାଇବୁ ଭାତରେ ଲୁଣ ଫୁଣ କିଛି ବି ଗଡ଼ିବ ନାହିଁ ଲଙ୍କା ଖାଇଯାଉଛି କହିଲୁନୁ ଆଗୁଆ ଲେମ୍ବୁ ଲୁଣ ଲଙ୍କା ସବୁ ପକେଇ ଦେଇଥାନ୍ତି ତା ଉପରେ ତୋତେ ଖାଇଥାନ୍ତୁ ଜଲ୍ଦି ଜଲ୍ଦି ପାଟିଟା ବୁଲା ଯାଉଛି କି ଯାଉନି ନା ଗୋଟେ ଗୁଣ୍ଡାରେ ସେମିତି ହେଲାଣି ସେ ପୁଣି 3 ଗୁଣ୍ଡା ନା 2 ଗୁଣ୍ଡା କଥା କହିଥିଲେ ମୋର ମନେ ପଡ଼ୁନି ଠିକ୍ ସେ ଲଙ୍କା ଖାଇଦେ ଭଜା ଲଙ୍କା କାହିଁକି ତୁ ପନିସମେଣ୍ଟ ପୁରା ଗଲାନି ହଉ ତୋ ଖୁସି ଟିକେ କାଟିଦେ ପାଣି ମୁଁ ଆଗରୁ ଜାଣିଥିଲି ଗୋଟେ ଗୁଣ୍ଡା ଖାଇଦେଉଥିଲା ସେକେଣ୍ଡ ଥର ସେ ଖାଇପାରିବନି ପାଣି ହଁ ତ ଚାଲନ୍ତୁ ଆଜିର ପନିସମେଣ୍ଟ କମ୍ପ୍ଲିଟ୍ ହେଲା
ଭିଡ଼ିଓଟାକୁ ଆମେ ଏଇଠି ଏଣ୍ଡ କରିବୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ଆଉ କ'ଣ କରିବେ ଲାଇକ୍ ସେୟାର କମେଣ୍ଟ କରିବେ ହେଲା। ଆଉ ଯେ ଚ୍ୟାନେଲ ନୂଆ କଥାକୁ ଧରିବେନି ମୋର ସବସ୍କ୍ରାଇବ କରିବେ। ସେ ଧରିବେନି। ରହୁଛୁ ଜୟ ଜଗନ୍ନାଥ।